ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ କଲବଲ କରୁଥିବା ବେଳେ ଏମିତି ବି ଲୋକ ଅଛନ୍ତି ଖରାରେ ଖାଲି ପାଦରେ ଚାଲି ଚାଲି କାମ କରନ୍ତି। ସେହିଭଳି ଗରିବ ଅସହାୟମାନଙ୍କ ପାଦକୁ ଚପଲ ଦେଇଛି ବିନ୍ଦୁ ମୀନା ସେବା ଫାଉଣ୍ଡେସନ। ସେଭଳି ଆଗକୁ ଆସୁଥିବା ବର୍ଷା ଦିନକୁ ଦୃଷ୍ଟିରେ ରଖି ଲୋକଙ୍କୁ ବର୍ଷା ଦାଉରୁ ବର୍ତ୍ତିବା ପାଇଁ ଛତା ପ୍ରଦାନ କରିଛି ବିନ୍ଦୁ ମୀନା ସେବା ଫାଉଣ୍ଡେସନ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁହୁରା ଗ୍ରାମ ପଞ୍ଚାୟତଠାରେ ଆୟୋଜିତ ଏକ ସେବା କାର୍ଯ୍ୟକ୍ରମରେ ବିନ୍ଦୁ ମୀନା ସେବା ଫାଉଣ୍ଡେସନ ପକ୍ଷରୁ ଅଞ୍ଚଳର ପାଖାପାଖି 1000 ଅସହାୟ, ଗରିବ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ଏବଂ ବିଧବା ମହିଳାମାନଙ୍କୁ ଛତା ଓ ଚପଲ ବଣ୍ଟନ କରାଯାଇଛି। ଫାଉଣ୍ଡେସନର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନ୍ଦୁ ମହାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରାମର ବହୁ ବଞ୍ଚିତ ଶ୍ରେଣୀର ଲୋକଙ୍କୁ ପ୍ରଖର ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ଛତା ଏବଂ ଚପଲ ବଣ୍ଟନ କରାଯାଇଥିବା ବେଳେ ଲୋକଙ୍କ ମୁହଁରେ ହସ ଫୁଟାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏହି ବଣ୍ଟନ କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନେକ ବିଶିଷ୍ଟ ବ୍ୟକ୍ତି ଓ ସମାଜସେବୀ ସହଯୋଗ କରିଥିଲେ। ଫାଉଣ୍ଡେସନର ଏଭଳି ମାନବୀୟ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି। ଆଗାମୀ ଦିନରେ ଏହି ସେବା କାର୍ଯ୍ୟ ଜାରି ରହିବ ବୋଲି ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ସୂଚନା ଦେଇଛନ୍ତି। ଗୋଲାମୁଣ୍ଡା ବ୍ଲକର ଗରିବ ଅସହାୟ ବୃଦ୍ଧ ବୃଦ୍ଧା ଦିବ୍ୟାଙ୍ଗ ବିଧବା ମାଆ ମାନଙ୍କ ପାଇଁ ବିନ୍ଦୁ ମୀନା ସେବା ଫାଉଣ୍ଡେସନ ତରଫରୁ ଏହି ସିଜନରେ ଛତା ଏବଂ ଚପଲ ବଣ୍ଟନ କରାଯାଉଛି। ଯେମିତି ଆଜି କୁହୁରା ଗ୍ରାମ ପଞ୍ଚାୟତର ଯେଉଁମାନଙ୍କର ଆବଶ୍ୟକ ପଡ଼ୁଛି ସେମାନଙ୍କୁ 720 ଜଣଙ୍କୁ ଛତା ଚପଲ ବଣ୍ଟନ କରାଗଲା ଏବଂ ବିନ୍ଦୁ ମୀନା ସେବା ଫାଉଣ୍ଡେସନର ଲକ୍ଷ୍ୟ ହେଉଛି କେବଳ ସ୍ୱାସ୍ଥ୍ୟ ସେବା, ଗରିବ ଲୋକମାନଙ୍କ ସେବା ଯେତେ ସମ୍ଭବ ହୋଇପାରିବ ଗୋଲାମୁଣ୍ଡା ବ୍ଲକର ଗରିବମାନଙ୍କୁ ସେବା କରାଯିବ।